ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଆଧ୍ୟାତ୍ମିକ ବିଶ୍ଳେଷଣକୁ ସ୍ୱାଗତ। ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାର ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଉପରେ ଗଭୀର ଭାବେ ଆଲୋଚନା କରିବା। ହଁ ନିଶ୍ଚୟ। ଏଇଟା ହେଉଛି ତୃତୀୟ ଅଧ୍ୟାୟ କର୍ମଯୋଗର 15ତମ ଶ୍ଲୋକ। ଆଜ୍ଞା। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ କର୍ମର ଦିବ୍ୟ ଉତ୍ପତ୍ତି ବିଷୟରେ ଗୋଟେ କ'ଣ କହିବା ଚମତ୍କାର ଚିତ୍ର ଦେଉଛନ୍ତି। ମାନେ ଆମେ ଯାହା ବି କରୁ ତାର ମୂଳ ପ୍ରକୃତରେ କୋଉଠି? ହଁ ଏଟା ବଡ଼ ପ୍ରଶ୍ନ। ଏକଦମ ଏମିତି ଲାଗୁଛି ଯେମିତି କର୍ମର ଗୋଟେ କସ୍ମିକ୍ ସପ୍ଲାଇ ଚେନ୍ ବା ବ୍ରହ୍ମାଣ୍ଡୀୟ ଯୋଗାଣ ଶୃଙ୍ଖଳା ଅଛି, ବହୁତ ବଢ଼ିଆ କହିଲେ। ଯାହା ଆମ ଦୈନନ୍ଦିନ କାର୍ଯ୍ୟକୁ ସିଧା ପରମାତ୍ମାଙ୍କ ସହ ଯୋଡୁଛି। ଆଜିର ଆଲୋଚନା ପାଇଁ ଆମେ କର୍ମଯୋଗ ଡିଭାଇନ୍ ଅରିଜିନ୍ ଅଫ୍ ଆକ୍ସନ୍ ଶୀର୍ଷକ ଗୋଟିଏ ବିସ୍ତୃତ ବିବରଣୀକୁ ଆଧାର କରିଛୁ। ଆଜ୍ଞା। ଆମର ଲକ୍ଷ୍ୟ ହେଉଛି ଏହି ଶ୍ଲୋକର ଗଭୀର ଅର୍ଥକୁ ଏମିତି ସରଳ ଭାବରେ ବୁଝିବା ଆଉ ଦେଖିବା ଯେ ଆମ ଆଧୁନିକ ଜୀବନରେ ଏହାର କ'ଣ ମହତ୍ତ୍ୱ ରହିଛି। ହଁ ଏହା ବହୁତ ଜରୁରୀ। ଏହି ଗଭୀର ଆଧ୍ୟାତ୍ମିକ ବିଷୟକୁ ପୂରାପୂରି ବୁଝିବା ପାଇଁ ଆଲୋଚନାଟିକୁ ଶେଷ ପର୍ଯ୍ୟନ୍ତ ଶୁଣିବାକୁ ଅନୁରୋଧ। ଆଉ ହଁ, ଏହିଭଳି ଜ୍ଞାନବର୍ଦ୍ଧକ ବିଷୟ ଯଦି ନିୟମିତ ପାଇବାକୁ ଚାହାନ୍ତି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା କଥା ଭାବିପାରନ୍ତି। ଠିକ୍ ଅଛି, ତେବେ ଆସନ୍ତୁ ଆରମ୍ଭ କରିବା। ପ୍ରଥମେ ମୂଳ ଶ୍ଲୋକଟିକୁ ଶୁଣିବା। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, କର୍ମ ବ୍ରହ୍ମୋଦ୍ଭବମ୍ ବିଦ୍ଧି ବ୍ରହ୍ମାକ୍ଷର ସମୁଦ୍ଭବମ୍ ତସ୍ମାତ୍ ସର୍ବଗତମ୍ ବ୍ରହ୍ମ ନିତ୍ୟମ୍ ଯଜ୍ଞେ ପ୍ରତିଷ୍ଠିତମ୍। 3.15। ବାଃ, କେତେ ସୁନ୍ଦର ଆଉ ଗଭୀର ଶ୍ଲୋକ ଏଇଟା। ଏହାର ପ୍ରତ୍ୟେକ ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ମୁଖ୍ୟ ଶବ୍ଦଗୁଡ଼ିକର ଅର୍ଥ ଟିକେ ଦେଖିବା। ପ୍ରଥମେ ହେଲା କର୍ମ। ଏହାର ଅର୍ଥ ତ ସ୍ପଷ୍ଟ, କାର୍ଯ୍ୟ କର୍ତ୍ତବ୍ୟ ଯାହା ଆମେ କରୁ। ହଁ। ବ୍ରହ୍ମ, ଏଠି ଯେଉଁ ପ୍ରଥମ ଥର ଆସିଛି ଏହାର ଅର୍ଥ ହେଉଛି ବେଦ, ମାନେ ଦିବ୍ୟ ଜ୍ଞାନ ବା ଶାସ୍ତ୍ର। ଆଚ୍ଛା, ବେଦ। ହଁ। ଉଦ୍ଭବମ୍ ମାନେ ଉତ୍ପନ୍ନ ହୋଇଛି, ଜାତ ହୋଇଛି। ବିଦ୍ଧି, ଜାଣ, ବୁଝ। ତାପରେ ପୁଣି ଆସିଛି ବ୍ରହ୍ମ ଦ୍ୱିତୀୟ ଥର। ଏଠି ବି ସେଇ ବେଦକୁ ହିଁ ବୁଝାଉଛି। ଅକ୍ଷର, ଏ ଶବ୍ଦର ଅର୍ଥ ହେଲା ଯାହାର କ୍ଷୟ ନାହିଁ, ଅବିନାଶୀ। ଏହା ସ୍ୱୟଂ ପରମାତ୍ମାଙ୍କୁ ସୂଚାଏ। ଅକ୍ଷର ମାନେ ପରମାତ୍ମା। ହଁ। ସମୁଦ୍ଭବମ୍ ତାଙ୍କଠାରୁ ଉତ୍ପନ୍ନ ହୋଇଛି, ତସ୍ମାତ୍ ସେଥିପାଇଁ, ଏହି କାରଣରୁ। ସର୍ବଗତମ୍ ଯିଏ ସବୁଠାରେ ଅଛନ୍ତି, ସର୍ବବ୍ୟାପୀ। ସର୍ବବ୍ୟାପୀ। ହଁ। ଆଉ ତୃତୀୟ ଥର ଯେଉଁ ବ୍ରହ୍ମ ଆସିଲା ଏଠାରେ, ଏହାର ଅର୍ଥ ହେଉଛି ସେହି ସର୍ବବ୍ୟାପୀ ପରମ ସତ୍ୟ, ଦିବ୍ୟ ଶକ୍ତି ବା ସୃଷ୍ଟିର ମୂଳ ନିୟମ। ଆଚ୍ଛା, ଏଠି ଅର୍ଥ ଟିକେ ଅଲଗା। ହଁ। ତାପରେ ନିତ୍ୟମ୍ ମାନେ ସର୍ବଦା, ସବୁବେଳେ। ୟଜ୍ఞେ ଯଜ୍ଞରେ, ଏଠି ଯଜ୍ଞ ବୋମେ ଖାଲି ନିଆଁରେ ଆହୁତି ଦେବା ନୁହେଁ, ବରଂ ନିଃସ୍ୱାର୍ଥ ସମର୍ପିତ କର୍ମ। ହଁ, ଏଇଟା ଗୁରୁତ୍ୱପୂର୍ଣ୍ଣ। ଆଉ ଶେଷରେ ପ୍ରତିଷ୍ଠିତମ୍ ମାନେ ସ୍ଥିତ ଅଛି, ଆଧାରିତ ଅଛି, ବିଦ୍ୟମାନ ଅଛି। ଏଠି ଗୋଟେ କଥା ମୋତେ ଟିକେ ଦ୍ୱନ୍ଦ୍ୱରେ ପକଉଛି। କୁହନ୍ତୁ। ଏ ଯେ ବ୍ରହ୍ମ ଶବ୍ଦଟା 3 ଥର ଆସିଲା, ଆଉ ଲାଗୁଛି ଯେମିତି ପ୍ରତିଥର ଅର୍ଥ ଟିକେ ଭିନ୍ନ। ପ୍ରଥମେ ବେଦ, ତାପରେ ପୁଣି ଭେଦ, ଆଉ ଶେଷରେ ସର୍ବବ୍ୟାପୀ ସତ୍ୟ। ଏ ଯୋଗସୂତ୍ରଟା ଆଉ ଟିକେ ସ୍ପଷ୍ଟ କରି ହବ? ହଁ ନିଶ୍ଚୟ, ଏଟା ଗୋଟେ ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ପ୍ରଥମ ଧାଡ଼ରେ ଯେଉଁ 2ଟା ବ୍ରହ୍ମ ଅଛି, ସେ 2ଟା ବେଦକୁ ହିଁ ସୂଚାଉଛି। କର୍ମ ବେଦରୁ ଉତ୍ପନ୍ନ, ଆଉ ସେହି ବେଦ ଅକ୍ଷର ପରମାତ୍ମାଙ୍କ ଠାରୁ ଉତ୍ପନ୍ନ। ଆଚ୍ଛା। ଦ୍ୱିତୀୟ ଧାଡ଼ିରେ ଯେଉଁ ବ୍ରହ୍ମ ଅଛି, ସେଇଟା ହେଉଛି ସେହି ସର୍ବବ୍ୟାପୀ ଦିବ୍ୟ ଶକ୍ତି ବା ସତ୍ୟ, ଯାହାକି ସବୁବେଳେ ଯଜ୍ଞରେ ପ୍ରତିଷ୍ଠିତ। ତେଣୁ ଶୃଙ୍ଖଳାଟା ହେଲା ପରମାତ୍ମା, ଅକ୍ଷର, ତାପରେ ବେଦ, ବ୍ରହ୍ମ, ତାପରେ କର୍ମ। ବୁଝିଲି। ଆଉ ଏହି ସର୍ବବ୍ୟାପୀ ଦିବ୍ୟ ସତ୍ୟ ବ୍ରହ୍ମ, ସେଇଟା ଯଜ୍ଞର ସ୍ଥିତ। ବା, ଏବେ ସ୍ପଷ୍ଟ ହେଲା। ତେବେ ସରଳ ଭାଷାରେ କହିଲେ, ଶ୍ଲୋକଟା କହୁଛି, ଜାଣ ଯେ ସବୁ କର୍ମ ବେଦରୁ ଆସିଛି, ଆଉ ବେଦ ନିଜେ ଅବିନାଶୀ ପରମାତ୍ମାଙ୍କ ଠାରୁ ଆସିଛି। ସେଥିପାଇଁ ସେ ଯେଉଁ ସର୍ବବ୍ୟାପୀ ପରମ ସତ୍ୟ, ସେ ସବୁବେଳେ ଯଜ୍ଞରେ ନିଃସ୍ୱାର୍ଥ କର୍ମରେ ଥାଏ। ଏହା ପ୍ରକୃତରେ ସେ ବ୍ରହ୍ମାଣ୍ଡୀୟ ଯୋଗାଣ ଶୃଙ୍ଖଳା କଥା ହିଁ କହୁଛି। ଏକଦମ ଠିକ୍। ଏଇଟା ଗୀତାର ଗୋଟେ କେନ୍ଦ୍ରୀୟ ଶ୍ଲୋକ। ଏଇଟା ଖାଲି କର୍ମ କର ବୋଲି କହୁନି, ବରଂ କର୍ମର ମୂଳ କ'ଣ, ତାର ପବିତ୍ରତା କ'ଣ, ତାର ଦିବ୍ୟ ସ୍ୱରୂପ କ'ଣ, ଆଉ ତା ସହିତ ଯୋଡ଼ି ହୋଇଥିବା ବ୍ରହ୍ମାଣ୍ଡୀୟ ନିୟମ କ'ଣ, ସେସବୁକୁ ସ୍ପଷ୍ଟ କରୁଛି। ଏହା ଆମକୁ ଜୀବନର ମୂଳ ବ୍ୟବସ୍ଥା ବିଷୟରେ ଶିଖଉଛି। ଆପଣ କହିଲେ କର୍ମ, କିନ୍ତୁ ଏଠି କର୍ମ କହିଲେ କ'ଣ? ଖାଲି ବଡ଼ ବଡ଼ ଧାର୍ମିକ କାମ ଯେମିତି ପୂଜାପାଠ ଏସବୁକୁ ବୁଝାଉଛି, ନା ଆମର ଯେଉଁ ଦୈନନ୍ଦିନ କାମ ସେଗୁଡ଼ା ବି ଏଥିରେ ଆସିବ?
ନା ନା, କେବଳ ସେତିକି ନୁହେଁ। ଦେଖନ୍ତୁ, ଯେଉଁଠି ଜୀବନ ଅଛି ସେଇଠି କର୍ମ ଅଛି। ଆମେ ନିଶ୍ୱାସ ନେବା, ଚାଲିବା, କଥା କହିବା, ଖାଇବା, ଶୋଇବା, ଏପରିକି ଚିନ୍ତା କରିବା, ସେଇଟା ବି ଗୋଟେ କର୍ମ। ହଁ, ଠିକ୍। ଭଗବାନ ତ ଆଗରୁ କହିଛନ୍ତି 3.5 ଶ୍ଲୋକରେ, କୌଣସି ମଣିଷ ମୁହୂର୍ତ୍ତେ ବି କର୍ମ ନ କରି ରହିପାରିବନି। ତେବେ ଏଇ ଯୋଉ 15ତମ ଶ୍ଲୋକ, ଏଇଟା ଆମକୁ ବୁଝଉଛି ଯେ ଏଇ ଯୋଉ ସ୍ୱାଭାବିକ କର୍ମ ଆମେ ସବୁବେଳେ କରୁଛୁ, ତାର ଉତ୍ପତ୍ତି କୋଉଠୁ? ଏଇଟା ମଣିଷ ତିଆରି କରେନି, କୋଉ ସମାଜ ବା ସରକାର ବନେଇନି। ଏହାର ମୂଳ ହେଉଛି ଦିବ୍ୟ। ଆଚ୍ଛା। ଶ୍ଲୋକର ପ୍ରଥମ ଅଂଶ କର୍ମ ବ୍ରହ୍ମଣ୍ଡଭବମ୍ ବିଦ୍ଧି, ଏଇଟା କହୁଛି କର୍ମ ବ୍ରହ୍ମରୁ, ମାନେ ବେଦ ବା ଦିବ୍ୟ ଜ୍ଞାନରୁ ଆସିଛି। ଏହାର ଅର୍ଥ କ'ଣ? ନା ଆମେ ଯୋଉ କର୍ତ୍ତବ୍ୟ କରୁ, ଯୋଉ ନୈତିକ ନିୟମ ମାନୁ, ଯୋଉ ସାମାଜିକ ବ୍ୟବସ୍ଥା ଅଛି, ଏସବୁ ଖାଲି ମଣିଷର କଳ୍ପନା ନୁହେଁ। ହୁଁ। ଆଗକାଳର ଋଷିମାନେ ଗଭୀର ଧ୍ୟାନରେ, ଅନ୍ତର୍ଦୃଷ୍ଟିରେ ଯୋଉ ସତ୍ୟ ଅନୁଭବ କରିଥିଲେ, ସେଇଟା ହିଁ ବେଦରେ ଲେଖାହେଇଛି। ଦୟା, ଦାନ, ସତ୍ୟ, ଅହିଂସା, ପ୍ରକୃତି ସେବା, ଏସବୁ ଖାଲି ସାମାଜିକ ସୁବିଧା ପାଇଁ ନୁହେଁ, ବରଂ ଏହା ସୃଷ୍ଟିର ମୂଳ ନିୟମ, ଯାହା ସେହି ଦିବ୍ୟ ଜ୍ଞାନରୁ ଆସିଛି। ମଣିଷ କର୍ମ ତିଆରି କରେନି, ମଣିଷକୁ କର୍ମ ମିଳିଛି। ଏ କଥାଟା ଶୁଣିବାକୁ ଟିକେ ଅଦ୍ଭୁତ ଲାଗୁଛି। ମାନେ ଆମର ସାଧାରଣ କାମ, ଏପରିକି ନିଶ୍ୱାସ ନେବା ଭଳି ଜୈବିକ କ୍ରିୟା ବି ଗୋଟେ ଦିବ୍ୟ ଉତ୍ସ ସହ ଯୋଡ଼ା। ହଁ, ଏଇଟା ହିଁ ଗୀତାର ଦୃଷ୍ଟି। ଦେଖନ୍ତୁ, ଯେମିତି ସୂର୍ଯ୍ୟ ନିଜ ଇଚ୍ଛାରେ କିରଣ ଦେବା ବନ୍ଦ କରେନା, ନା। ନଦୀ ନିଜ ଇଚ୍ଛାରେ ବହିବା ବନ୍ଦ କରେନା, ସେମିତି ଆମ ଶରୀର, ଆମ ମନ, ପ୍ରକୃତିର ନିୟମ ଅନୁସାରେ କର୍ମ କରନ୍ତି। ଏସବୁ ସେଇ ବଡ଼ ଦିବ୍ୟ ବ୍ୟବସ୍ଥାର ଗୋଟେ ଗୋଟେ ଅଂଶ। ବୁଝିଲି। ଏହା ପରର ଯୋଉ ଅଂଶ, ବ୍ରହ୍ମାକ୍ଷର ସମୁଦ୍ଭବମ୍, ଏଇଟା ଆହୁରି ଗଭୀର ଲାଗୁଛି। ଏହାର ଅର୍ଥ କ'ଣ ଯେ ବେଦ ବି ସେଇ ଅକ୍ଷର ପରମାତ୍ମାଙ୍କଠାରୁ ଆସିଛି? ହଁ, ଏଇଟା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ। ଏଇଟା କହୁଛି ଯେ ବେଦ, ଯାହାକି ସବୁ ଜ୍ଞାନ ଆଉ କର୍ମର ଆଧାର, ସେଇଟା ବି ନିଜେ ନିଜେ ସୃଷ୍ଟି ହୋଇନି। ତାହା ସେଇ ଅକ୍ଷରରୁ ସମୁଦ୍ଭବ ହୋଇଛି। ଅକ୍ଷର ମାନେ ଯିଏ ଅବିନାଶୀ, ସନାତନ, ଅନାଦି, ଅନନ୍ତ, ସେଇ ପରମାତ୍ମା। ହଁ। ସବୁ ଜ୍ଞାନ, ବିଜ୍ଞାନ, ଧର୍ମ, ନୈତିକତା, ସୃଷ୍ଟିର ନିୟମ, ସବୁକିଛିର ମୂଳ ଉତ୍ସ ହେଉଛନ୍ତି ସେଇ ପରମ ପୁରୁଷ। ହୁଁ। ଏହାର ଅର୍ଥ ହେଲା, ସତ୍ୟ ବା ଧର୍ମକୁ ମଣିଷ ତିଆରି କରେନା, ମଣିଷ ଖାଲି ତାକୁ ଆବିଷ୍କାର କରେ ବା ବୁଝେ। ଆଚ୍ଛା। ଧର୍ମ ସବୁବେଳେ ଥିଲା, ଅଛି ଆଉ ରହିବ, କାରଣ ସେଇଟା ସେଇ ଅବିନାଶୀ ସତ୍ୟରୁ ଆସିଛି। ଯାହା ସତ୍ୟ, ତାହା କେବେ ନଷ୍ଟ ହୁଏନା। ଏହା ବାସ୍ତବିକ ଗୋଟେ ବଡ଼ କଥା। ଧର୍ମ ବା ସତ୍ୟ ମଣିଷ ବନେଇନି, ତାକୁ ଖାଲି ବୁଝିବାକୁ ହେବ। ଏବେ ଶ୍ଲୋକର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଶେଷ ବାକ୍ୟକୁ ଆସିବା। ତସ୍ମାତ୍ ସର୍ବଗତମ୍ ବ୍ରହ୍ମ ନିତ୍ୟମ୍ ୟଜ୍ఞେ ପ୍ରତିଷ୍ଠିତମ୍। ଏହାର ଅର୍ଥ କ'ଣ? ବିଶେଷ କରି ଏଠି ଯଜ୍ଞର ପ୍ରକୃତ ଅର୍ଥ କ'ଣ? ଆଉ କାହିଁକି ସେହି ସର୍ବବ୍ୟାପୀ ବ୍ରହ୍ମ କେବଳ ଯଜ୍ଞରେ ହିଁ ଅଛି? ହଁ, ଏହାର ଅର୍ଥ ହେଉଛି, ଯେହେତୁ କର୍ମର ଏମିତି ଗୋଟେ ଦିବ୍ୟ ଉତ୍ପତ୍ତି ଅଛି, ସେଥିପାଇଁ ସେଇ ଯୋଉ ସର୍ବବ୍ୟାପୀ ବ୍ରହ୍ମ, ମାନେ ପରମ ସତ୍ୟ ବା ଦିବ୍ୟ ଶକ୍ତି, ସେ ସବୁବେଳେ ଯଜ୍ଞରେ ହିଁ ପ୍ରତିଷ୍ଠିତ, ସେଇଠି ହିଁ ଥାଏ। ଆଉ ଏଠି ଯଜ୍ଞ ମାନେ, ଆଗରୁ କହିଲି, ଖାଲି ଅଗ୍ନିକୁଣ୍ଡରେ ଘିଅ ଢାଳିବା ନୁହେଁ। ହଁ। ଗୀତାରେ ଯଜ୍ଞର ଅର୍ଥ ବହୁତ ବ୍ୟାପକ, ମାନେ ନିଃସ୍ୱାର୍ଥ ସମର୍ପିତ କର୍ମ। ନିଜ କର୍ତ୍ତବ୍ୟକୁ ଖାଲି ବାଧ୍ୟତା ବା ଲାଭ ପାଇଁ ନୁହେଁ, ବରଂ ଈଶ୍ୱରଙ୍କୁ ସମର୍ପଣ କରି କଲାଭଳି ପାଳନ କରିବା। ନିଜର ଛୋଟ ସ୍ୱାର୍ଥରୁ ଉପରକୁ ଉଠି ଗୋଟେ ବଡ଼ ଉଦ୍ଦେଶ୍ୟ ପାଇଁ କାମ କରିବା। ପ୍ରତି କାମରେ ପବିତ୍ରତା ଆଉ ସେବା ଭାବ ରଖିବା। ଯେତେବେଳେ ଆମ କାମ ଲୋଭ, ଅହଙ୍କାର, ଫଳ ପାଇବାର ଆଶା ଆଉ ସ୍ୱାର୍ଥପରତାର ମୁକ୍ତ ହୁଏ, ସେତେବେଳେ ତାହା ଯଜ୍ଞ ହୋଇଯାଏ। ଆଚ୍ଛା। ଆଉ ସେଇ ଯଜ୍ଞରୂପକ କର୍ମରେ ହିଁ ସେଇ ସର୍ବବ୍ୟାପୀ ବ୍ରହ୍ମ, ମାନେ ଈଶ୍ୱରୀୟ ଶକ୍ତି ବା ସତ୍ୟ ସବୁବେଳେ ଥାଏ। କାହିଁକି? କାରଣ ଈଶ୍ୱର କର୍ମର ବାହାର ରୂପରେ ନୁହନ୍ତି। କର୍ମ ପଛରେ ଥିବା ଭାବନାରେ, ଉଦ୍ଦେଶ୍ୟରେ, ସେଇ ଭାବରେ ଥାନ୍ତି। ହଁ, ଭାବ ହିଁ ମୁଖ୍ୟ। ଏକଦମ। ସଂସାରଟା ଶରୀରରେ ନୁହେଁ, ଭାବନା ଉପରେ ଚାଲେ। ଯାହାର କାମ ଖାଲି ନିଜ ଭୋଗ ପାଇଁ, ନିଜ ସ୍ୱାର୍ଥ ପାଇଁ, ସେ ଯେତେ ବି ସଫଳତା ପାଉ, ତା ମନରେ ପ୍ରକୃତ ଶାନ୍ତି ଆସେନା। କିନ୍ତୁ ଯାହାର କର୍ମ ସେବା ପାଇଁ, ସମର୍ପଣ ପାଇଁ, ଅନ୍ୟର କଲ୍ୟାଣ ପାଇଁ, ସେ ହିଁ ଭିତରେ ପୂର୍ଣ୍ଣତା ଆଉ ଶାନ୍ତି ପାଏ। ଯଜ୍ଞ ଭାବ ହିଁ କର୍ମକୁ ପବିତ୍ର କରେ, ଆଉ ସେଇ ପବିତ୍ରତାରେ ହିଁ ପରମ ସତ୍ୟର ଅନୁଭୂତି ହୁଏ।
ଏହାର କିଛି ସରଳ ଉଦାହରଣ ଦେଇପାରିବେ କି ଆମ ଦୈନନ୍ଦିନ ଜୀବନରୁ, ଯେମିତି ଆମେ ବୁଝିପାରିବୁ? ନିଶ୍ଚୟ। ଦେଖନ୍ତୁ, ରୋଷେଇ କରିବା ଗୋଟେ ସାଧାରଣ କାମ। ହଁ। କିନ୍ତୁ ଯେତେବେଳେ ଜଣେ ମା ତା ପିଲା ପାଇଁ ପ୍ରେମ ଓ ସ୍ନେହରେ ରାନ୍ଧେ, ସେଟା ଯଜ୍ଞ ହେଇଯାଏ। ଜଣେ ଡାକ୍ତର ଯେତେବେଳେ ଖାଲି ପଇସା ପାଇଁ ନୁହେଁ, ରୋଗୀର ସେବା ଭାବନାରେ ଚିକିତ୍ସା କରେ, ତାହା ଯଜ୍ଞ। ଠିକ୍। ଜଣେ ଶିକ୍ଷକ ଯେତେବେଳେ ଖାଲି ଦରମା ପାଇଁ ନୁହେଁ, ଛାତ୍ରର ଭଲ ଚିନ୍ତା କରି ପଢ଼ାଏ, ତାହା ଯଜ୍ଞ। ପଇସା ରୋଜଗାର କରିବା ଗୋଟେ କର୍ମ, କିନ୍ତୁ ସେଥିରୁ କିଛି ଅଂଶ ସମାଜର ଭଲ ପାଇଁ ଦାନ କଲେ ସେଟା ଯଜ୍ଞର ଅଂଶ ହୁଏ। ପରିବେଶର ସୁରକ୍ଷା ପାଇଁ କିଛି କଲେ ସେଟା ବି ଯଜ୍ଞ। ମାନେ ଯେକୌଣସି କାମ ଯେତେବେଳେ ତା ପଛରେ ନିଃସ୍ୱାର୍ଥପରତା, ସେବା ଆଉ ସମର୍ପଣ ଭାବ ଥାଏ, ସେଇଠି ଈଶ୍ୱରୀୟ ଉପସ୍ଥିତି ଅନୁଭବ ହୁଏ। ଏହା ବାସ୍ତବରେ ଚିନ୍ତା କରିବା କଥା। ତେବେ ଏହି ଶ୍ଲୋକ ଆଜିର ଯୁଗ ପାଇଁ କେତେ ପ୍ରାସଙ୍ଗିକ? ଆଜିର ଯେଉଁ ଏତେ ଦ୍ରୁତ ଗତିର ଜୀବନ, ଏତେ ପ୍ରତିଯୋଗିତା, ଏଥିରେ ଏହାର କିଛି ସ୍ଥାନ ଅଛି କି? ମୋ ମତରେ ତ ଏଇଟା ଆଜିର ଯୁଗ ପାଇଁ ଆଗ ଅପେକ୍ଷା ବୋଧେ ଆହୁରି ବେଶୀ ପ୍ରାସଙ୍ଗିକ। ଆଚ୍ଛା, କେମିତି? କାରଣ ଆଜି ଆମେ ବହୁ ଭାବରେ କର୍ମରୁ ସେଇ ଯଜ୍ଞ ଭାବଟାକୁ ହଜେଇ ଦେଇଛୁ। ଆପଣ ଦେଖନ୍ତୁ, କର୍ମ ଅନେକ ସମୟରେ ଖାଲି ପଇସା କମେଇବା ବା ବେପାର ପାଲଟିଛି। ହଁ, ଏକଥା ଠିକ୍। ସେବା ବି କେବେ କେବେ ବ୍ୟାପାର ଭଳି ହେଇଯାଉଛି। ଧର୍ମକୁ ନେଇ ରାଜନୀତି ହେଉଛି। ପ୍ରକୃତିକୁ ଆମେ ଖାଲି ଶୋଷଣ କରିବା ପାଇଁ ଗୋଟେ ଜିନିଷ ଭାବୁଛୁ। ମଣିଷ ନିଜକୁ ଖାଲି ଜଣେ କନଜ୍ୟୁମର ବା ଉପଭୋକ୍ତା ଭାବୁଛି। ଆଉ ଜୀବନଟା ଗୋଟେ ଅସରନ୍ତି ଦୌଡ଼ ପ୍ରତିଯୋଗିତା ଭଳି ଲାଗୁଛି। ହଁ। ଆମେ ପ୍ରକୃତିକୁ ଯେମିତି ବ୍ୟବହାର କରୁଛୁ, ଗଛ କାଟୁଛୁ, ନଈକୁ ମଇଳା କରୁଛୁ, ପବନକୁ ବିଷାକ୍ତ କରୁଛୁ, ଏସବୁ କାହିଁକି? କାରଣ ଆମ କାମ ପଛରେ ସଂରକ୍ଷଣ ବା କୃତଜ୍ଞତାର ସେଇ ଯୋଗ୍ୟ ଭାବ ନାହିଁ। ଖାଲି ଶୋଷଣ ଆଉ ଭୋଗର ଭାବନା ଅଛି। ତାର ଫଳ ବି ଦେଖାଯାଉଛି। ହଁ ତ, ଫଳରେ ଆମ ପାଖରେ ବୈଷୟିକ ଜ୍ଞାନ ବଢ଼ିଛି, ଅନେକ ସୁଖ ସୁବିଧାର ଜିନିଷ ଅଛି, କିନ୍ତୁ ମନରେ ଶାନ୍ତି ନାହିଁ। ଆମ ପାଖରେ ସମ୍ପତ୍ତି ଅଛି, କିନ୍ତୁ ସନ୍ତୋଷ ନାହିଁ। ସମ୍ପର୍କ ଅଛି, କିନ୍ତୁ ଗଭୀର ପ୍ରେମ ଆଉ ଆନ୍ତରିକତା କମି କମି ଯାଉଛି। ଏହାର ମୂଳ କାରଣ ହେଲା, ଆମେ କର୍ମ ତ କରୁଛୁ, କିନ୍ତୁ ସେ କର୍ମରେ ଯଜ୍ଞ ଭାବ ନାହିଁ। ତେଣୁ ସେଥିରେ ବ୍ରହ୍ମ ପ୍ରତିଷ୍ଠିତ ହେଉନାହାନ୍ତି। ଏହା ବାସ୍ତବିକ ଗୋଟେ ଗମ୍ଭୀର କଥା। ତେବେ ସଂକ୍ଷେପରେ କହିଲି, ଏ ଶ୍ଲୋକର ମୂଳ ବାର୍ତ୍ତା କ'ଣ? ମୂଳ ବାର୍ତ୍ତା ହେଉଛି, ଆମର ପ୍ରତିଟି କର୍ତ୍ତବ୍ୟ ଗୋଟେ ଦିବ୍ୟ ଉତ୍ସରୁ ଆସିଛି। ଯେତେବେଳେ ଆମେ ସେ କର୍ତ୍ତବ୍ୟକୁ ଈଶ୍ୱରଙ୍କ କାମ ବୋଲି ଭାବି ପୂରାପୂରି ନିଃସ୍ୱାର୍ଥପର ଭାବରେ ଆଉ ସମର୍ପଣ ଭାବରେ ପାଳନ କରୁ, ସେତେବେଳେ ସେଇଟା ଯଜ୍ଞ ହୋଇଯାଏ। ଆଉ ସେଇ ଯଜ୍ଞ ହିଁ ଆଧ୍ୟାତ୍ମିକ ଶାନ୍ତି, ଈଶ୍ୱର ପ୍ରାପ୍ତି ଆଉ ଜୀବନର ସାର୍ଥକତାର ରାସ୍ତା। ଏହା ଶୁଣିବାକୁ ତ ବହୁତ ଭଲ ଲାଗୁଛି, ବଡ଼ ଆଦର୍ଶ ପରି। କିନ୍ତୁ ଏହାକୁ ପ୍ରକୃତରେ ନିଜ ଦୈନନ୍ଦିନ ଜୀବନରେ କେମିତି ପ୍ରୟୋଗ କରିହେବ? ଏହା କ'ଣ ସତରେ ସମ୍ଭବ? ନିଶ୍ଚୟ ସମ୍ଭବ। ଆଉ ଏଇଟା ବହୁତ ସରଳ ଆଉ ବ୍ୟବହାରିକ ମଧ୍ୟ। ଏଥିପାଇଁ କିଛି ବଡ଼ ବଡ଼ କାମ କରିବା ବା ଜୀବନଶୈଳୀ ପୁରା ବଦଳେଇ ଦେବା ଦରକାର ନାହିଁ। ତାହେଲେ କ'ଣ କରିବାକୁ ହେବ? ଖାଲି ଆମର ଦେଖିବାର ନଜର, ଆମର ଭାବନା ବା ଭାବକୁ ବଦଳିବାକୁ ପଡ଼ିବ। ଆପଣ ଯେଉଁ କାମ କରୁଛନ୍ତି, ତାକୁ ଖାଲି ଚାକିରି ବା ପେଟ ପୋଷିବା ପାଇଁ କାମ ନ ଭାବି, ଏଟା ସମାଜ ପାଇଁ ଗୋଟେ ସେବା ବୋଲି ଭାବିବାକୁ ଚେଷ୍ଟା କରନ୍ତୁ। ଯେତେବେଳେ ଖାଉଛନ୍ତି, ତାକୁ ଖାଲି ପେଟ ଭରିବା ପାଇଁ ନୁହେଁ, ବରଂ ଦେହକୁ ସୁସ୍ଥ ରଖି ଭଲ କାମ କରିବା ପାଇଁ ଭଗବାନଙ୍କ ପ୍ରସାଦ ବୋଲି ଭାବନ୍ତୁ। ପଢ଼ାପଢ଼ି କଲାବେଳେ ତାକୁ ଖାଲି ପରୀକ୍ଷାର ନମ୍ବର ରଖିବା ପାଇଁ ନୁହେଁ, ବରଂ ଜ୍ଞାନ ପାଇ ନିଜର ଆଉ ସମାଜର ଭଲ ପାଇଁ ଉଦ୍ଦିଷ୍ଟ ବୋଲି ଭାବନ୍ତୁ। ଆଚ୍ଛା। ପଇସା କମେଇଲା ବେଳେ ସଚ୍ଚୋଟ ରୁହନ୍ତୁ ଆଉ ସେଥିରୁ କିଛି ଅଂଶ ଦାନ ବା ଭଲ କାମରେ ଲଗାଇବାକୁ ଭାବନ୍ତୁ। ପରିବାର ଲୋକଙ୍କ ପ୍ରତି ନିଜର କର୍ତ୍ତବ୍ୟକୁ ଖାଲି ଦାୟିତ୍ୱ ନୁହେଁ, ପ୍ରେମ ଆଉ ସେବାର ସୁଯୋଗ ବୋଲି ଭାବନ୍ତୁ। ପ୍ରକୃତି ସହ ଯେତେବେଳେ କାମ କରୁଛନ୍ତି, ତାର ସୁରକ୍ଷାକୁ ନିଜର ଧର୍ମ ବୋଲି ମାନନ୍ତୁ। ଯେତେବେଳେ ଆମ କାମ ପଛରେ ଏ ଭାବନା ବଦଳିଯାଏ, ସେତେବେଳେ ସେଇ ସାଧାରଣ କାମ ବି ଯଜ୍ଞରେ ପରିଣତ ହୋଇଯାଏ। ଆଉ ସେତେବେଳେ ଦେଖିବେ, ଜୀବନରେ ଗୋଟେ ଅଲଗା ପ୍ରକାର ଶାନ୍ତି ଆଉ ସନ୍ତୋଷ ଆସିବ। କାମ ସେଇଆ ଥିବ, କିନ୍ତୁ କାମ କରିବାର ମଜା ବଦଳିଯିବ। ଅର୍ଥାତ୍ ବାହାରର କର୍ମ ଅପେକ୍ଷା କର୍ମ ପଛର ଭିତରର ଭାବନାଟା ହିଁ ମୁଖ୍ୟ। ଏକଦମ। ଏହା ପ୍ରକୃତରେ ଏକ ଗଭୀର ଆଉ ବ୍ୟବହାରିକ ସତ୍ୟ। ଆମେ କ'ଣ କରୁଛୁ, ତାଠୁ ବେଶୀ ଜରୁରୀ ହେଉଛି ଆମେ କାହିଁକି ଆଉ କୋଉ ଭାବନାରେ କରୁଛୁ। ତେବେ ଆଜିର ଏ ଯେଉଁ ବିଶ୍ଳେଷଣ ହେଲା, ସେଥିରୁ ଆମେ ଯାହା ବୁଝିଲେ, ତାର ମୁଖ୍ୟ ସାର ହେଉଛି ଆମର ସବୁ କାମ ଗୋଟେ ଦିବ୍ୟ ଶୃଙ୍ଖଳାରେ ବନ୍ଧା। ଏହାର ଆରମ୍ଭ ପରମାତ୍ମାଙ୍କଠାରୁ,
ତାପରେ ବେଦ ବା ଦିବ୍ୟ ଜ୍ଞାନ ଆଉ ତାପରେ ଆମର କର୍ମ। ପୂରା ସୃଷ୍ଟିର ବ୍ୟବସ୍ଥାଟା ଯଜ୍ଞ ଉପରେ ଚାଲିଛି, ଯାହାର ମୂଳ ହେଲା ନିଃସ୍ୱାର୍ଥ ଆଉ ସମର୍ପିତ କର୍ମ। ଯେତେବେଳେ ଆମେ ଏଇ ଯଜ୍ଞ ଭାବ ନେଇ ଜୀବନ ବଞ୍ଚୁ, ସେତେବେଳେ ଆମେ ସେଇ ସର୍ବବ୍ୟାପୀ ପରମ ସତ୍ୟ ସହିତ ଯୋଡ଼ି ହେଇଯାଉ ଆଉ ଆଧ୍ୟାତ୍ମିକ ଶାନ୍ତି ଅନୁଭବ କରୁ। ବହୁତ ସୁନ୍ଦର ଭାବରେ କହିଲେ। ଯଦି ଶ୍ରୋତାମାନଙ୍କୁ ଆଜିର এই ଆଲୋଚନା ଭଲ ଲାଗିଲା ଆଉ ଏଥିରୁ କିଛି ଶିଖିବାକୁ ମିଳିଲା, ତେବେ ଏହାକୁ ଲାଇକ୍ କରନ୍ତୁ ଆଉ ଅନ୍ୟମାନଙ୍କ ସହ, ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ, ଯାହାଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କର ଏ ଯୋଉ ଅମୂଲ୍ୟ ଜ୍ଞାନ ତାହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ। ହଁ, ଜ୍ଞାନ ବାଣ୍ଟିଲେ ବଢ଼େ। ଆଉ ସମସ୍ତଙ୍କୁ ଏହାର ଆଶୀର୍ବାଦ ମିଳୁ। ନିଜର ଭକ୍ତିଭାବ ବା ଏ ଆଲୋଚନା ଉପରେ ମତାମତ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ଜଣାଇ ପାରିବେ। ଏବେ ଯେତେବେଳେ ଆମେ କର୍ମର ଏହି ଗଭୀର ରହସ୍ୟକୁ ବୁଝିଲେ, ଗୋଟେ ପ୍ରଶ୍ନ ମନକୁ ଆସୁଛି। ହଁ, କୁହନ୍ତୁ। ଯଦି କର୍ମ କରିବା ଏତେ ସ୍ୱାଭାବିକ ଓ ଜରୁରୀ, ଆଉ ତାକୁ ଯଜ୍ଞ ରୂପେ କଲେ ଈଶ୍ୱରଙ୍କ ସହ ଯୋଡ଼ି ହୁଏ, ତେବେ ଆମେ ଆମ ଦୈନନ୍ଦିନ ଜୀବନର କୋଉ ଗୋଟିଏ ସାଧାରଣ କାମକୁ ଆଜିଠୁ ଯଜ୍ଞ ଭାବରେ କରିବାକୁ ଚେଷ୍ଟା କରିପାରିବା? ବହୁତ ଭଲ ପ୍ରଶ୍ନ। ଏହା ନିଜେ ନିଜେ ଭାବିବା ଦରକାର। ହଁ, ଏହା ଉପରେ ଟିକେ ଚିନ୍ତା କରିବା ପାଇଁ ଏହା ଏକ ଭଲ ବିଷୟ ହୋଇପାରେ। ଆଗାମୀ ସମୟରେ ଆମେ ଗୀତାର ଅନ୍ୟ ଶ୍ଲୋକ ଆଉ ଅଧ୍ୟାୟ ଉପରେ ଏମିତି ବିସ୍ତୃତ ଆଲୋଚନା ନେଇ ଆସିବୁ। ନିଶ୍ଚୟ। ତାହା ଶୁଣିବାକୁ ଭୁଲନ୍ତୁ ନାହିଁ। ଆଜି ପାଇଁ ଏତିକି। ଏହି ଗଭୀର ଆଧ୍ୟାତ୍ମିକ ବିଶ୍ଳେଷଣରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।